ଆଜିର ଏହି ବିଶ୍ଳେଷଣରେ ଆମେ ଏମିତି ଏକ ରହସ୍ୟମୟ ଆଉ ଗଭୀର ମାନସିକ ଯାତ୍ରା ଆରମ୍ଭ କରିବାକୁ ଯାଉଛୁ ଯାହା ସମ୍ପୂର୍ଣ୍ଣ ଅଭିନବ। କାର୍ଲ ୟୁଙ୍ଗଙ୍କ ଦ ରେଡ୍ ବୁକ୍। ଭାବନ୍ତୁ ନାହିଁ ଯେ ଏହା ଆଉ 10ଟା ସାଧାରଣ ବହି ଭଳି ଗୋଟିଏ ସାଧାରଣ ବହି। ଏହା ସିଧାସଳଖ ଆମ ମସ୍ତିଷ୍କର ସବୁଠୁ ଅନ୍ଧକାରମୟ ଆଉ ଗୋପନୀୟ ସ୍ଥାନକୁ ଏକ ରାସ୍ତା ଖୋଲିଦିଏ। କାର୍ଲ ୟୁଙ୍ଗ, ଯାହାଙ୍କୁ ବିଶ୍ୱ ମନୋବିଜ୍ଞାନ ଜଗତର ଜଣେ ମହାନାୟକ ବୋଲି କୁହାଯାଏ, ସେ ଏହି ପୁସ୍ତକରେ କୌଣସି ବିଶେଷଜ୍ଞ ବା ଡାକ୍ତର ଭୂମିକାରେ ନାହାନ୍ତି। ଆଶ୍ଚର୍ଯ୍ୟ ଲାଗିଲେ ବି ସତ, ଏଠି ସେ ହେଉଛନ୍ତି ଜଣେ ସାଧାରଣ ନିଃସହାୟ ମଣିଷ, ଯିଏ ନିଜ ମନର ଭୟଙ୍କର ଅନ୍ଧକାର ଆଉ ଅସମାହିତ ପ୍ରଶ୍ନଗୁଡ଼ିକ ସାମ୍ନାରେ ସମ୍ପୂର୍ଣ୍ଣ ଏକାକୀ ଛିଡ଼ା ହୋଇଛନ୍ତି। ବାସ୍ତବରେ କହିବାକୁ ଗଲେ ଏହା ହେଉଛି ଜଣେ ବିଶ୍ୱସ୍ତରୀୟ ବୈଜ୍ଞାନିକଙ୍କର ନିଜସ୍ୱ ପାଗଳାମୀ ଆଉ ଆତ୍ମ ଆବିଷ୍କାରର ଏକ ଲୋମ୍ ଟାଙ୍କୁରା ଦସ୍ତାବେଜ। ଏହି ଉଦ୍ଧୃତିଟି ଉପରେ ଟିକେ ନଜର ପକାନ୍ତୁ। ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି ଯେ ଏହି ବହିଟି କିଛି ଆମକୁ ଭଲ ଅନୁଭବ କରାଇବା ପାଇଁ ବା ଶାନ୍ତି ଦେବା ପାଇଁ ଲେଖାଯାଇ ନାହିଁ। ଆଜିକାଲି ବଜାରରେ ମିଳୁଥିବା ମୋଟିଭେସନାଲ ବା ସେଲ୍ଫ ହେଲ୍ପ ବହିଗୁଡ଼ିକୁ ପ୍ରାୟତଃ ମଣିଷକୁ ଏକ ମିଥ୍ୟା ଆଶ୍ୱାସନା ଦେଇଥାନ୍ତି, ଠିକ୍ ନା? କିନ୍ତୁ ୟୁଙ୍ଗଙ୍କର ଏହି କାର୍ଯ୍ୟ ସେ ସବୁଠାରୁ ପୁରା ଅଲଗା। ଏହା ସେହି କଠୋର ସତ୍ୟକୁ ପଦାକୁ ଆଣେ ଯାହାକୁ ଆମ ମନ ସବୁବେଳେ ଦବାଇ ରଖିବାକୁ ଚେଷ୍ଟା କରୁଥାଏ। ସତ କହିବାକୁ ଗଲେ ଏହି ସତ୍ୟ ବହୁତ ଅସହଜ ଆଉ କଷ୍ଟଦାୟକ। ଏହା ନିଜ ପ୍ରତି ସମ୍ପୂର୍ଣ୍ଣ ସଚ୍ଚୋଟତା ଏବଂ ଏକ ବିରଳ ସାହସ ଦାବି କରେ। ଏହି ଯାତ୍ରା ଆମକୁ କୌଣସି ସହଜ ଉତ୍ତର ଦିଏ ନାହିଁ, ବରଂ ଜୀବନର ପ୍ରଶ୍ନଗୁଡ଼ିକୁ ଆହୁରି ଜଟିଳ କରିଦିଏ। ଆଚ୍ଛା, ତେବେ ଆସନ୍ତୁ ଆଗକୁ ବଢ଼ିବା ପ୍ରଥମ ବିଭାଗକୁ। ବିଭାଗ 1, ଦ ବୁକ୍ ଅଫ୍ ୱାର୍ଣ୍ଣିଂସ୍ ବା ଚେତାବନୀର ପୁସ୍ତକ। ଆମ ମନରେ ପ୍ରଶ୍ନ ଉଠିପାରେ ଯେ ଏ ବହିର ରଙ୍ଗ ନାଲି କାହିଁକି? ଏହାର ମୂଳ ନାମ ପ୍ରଥମେ ଥିଲା ଲିବର ନୋଭିସ୍ ବା ନୂତନ ପୁସ୍ତକ, କିନ୍ତୁ ଏହାର ଲାଲ କଭର କୌଣସି ଡିଜାଇନ ବା ସୌନ୍ଦର୍ଯ୍ୟ ପାଇଁ ନଥିଲା। ଆମେ ସମସ୍ତେ ଜାଣୁ ଲାଲ ରଙ୍ଗ ହେଉଛି ବିପଦର ସଂକେତ। ଏହା ଗୋଟିଏ ଷ୍ଟ୍ରିକ୍ଟ ଚେତାବନୀ ବା କଠୋର ମାନସିକ ସୀମାରେଖା। ଏହା ସୂଚାଉଛି ଯେ ଆମେ ମନର ଏମିତି ଏକ ଭୟଙ୍କର ସ୍ଥାନକୁ ଯିବାକୁ ବାହାରିଛେ ଯେଉଁଠିକି ଯିବାକୁ ସାଧାରଣତଃ ବାରଣ କରାଯାଇଛି। ଆମେ ପ୍ରାୟତଃ କ'ଣ କରୁ? ସେହି ଅନ୍ଧକାର ସ୍ଥାନରୁ ଦୂରେଇ ରହିବାକୁ ନିଜର ଆଭ୍ୟନ୍ତରୀଣ ଶବ୍ଦକୁ ନ ଶୁଣି ନିଜକୁ ମୋବାଇଲ, ଟିଭି କିମ୍ବା ଅଫିସ କାମରେ ବ୍ୟସ୍ତ ରଖୁ। ହେଲେ ୟୁଙ୍ଗ ଏହି ବିପଦ ସଂକୁଲ ଲାଲ ସୀମାରେଖାକୁ ପାର ହୋଇ ନିଜର ସେହି ଅନ୍ଧକାର ରୂପକୁ ସାମ୍ନା କରିବାକୁ ନିଷ୍ପତ୍ତି ନେଇଥିଲେ। ଏବେ ଯେଉଁ କଥାଟି ଆଲୋଚନା କରିବା ତାହା ଶୁଣିଲେ ବହୁତ ଆଶ୍ଚର୍ଯ୍ୟ ଲାଗିବ। ଏହି ବ୍ୟକ୍ତିଗତ ମାନସିକ ସଂଘର୍ଷର କାହାଣୀ ଏତେ ଭୟାନକ ଥିଲା ଯେ କାର୍ଲ ୟୁଙ୍ଗ ଏହାକୁ ଦଶନ୍ଧି ଧରି ନିଜ ଟେବୁଲ ଡ୍ରୟରେ ତାଲା ପକାଇ ଲୁଚାଇ ରଖିଥିଲେ। ତାଙ୍କ ମନରେ ଏକ ଆଶଙ୍କା ଥିଲା, କାଳେ ଦୁନିଆ ତାଙ୍କୁ ଜଣେ ପାଗଳ ବିଜ୍ଞାନୀ ବୋଲି କହିବ। ତାଙ୍କ ମୃତ୍ୟୁର ବହୁ ବର୍ଷ ପରେ ତାଙ୍କ ପରିବାର ଲୋକଙ୍କ ବିଶେଷ ଅନୁମତି କ୍ରମେ କେବଳ 2009 ମସିହାରେ ହିଁ ଏହା ସମସ୍ତଙ୍କ ପାଇଁ ସାର୍ବଜନୀନ କରାଯାଇଥିଲା। ଯେତେବେଳେ ଏହା ପ୍ରକାଶିତ ହେଲା ନା, ପୁରା ମନୋବିଜ୍ଞାନ ସମ୍ପ୍ରଦାୟ ସ୍ତବ୍ଧ ହୋଇଯାଇଥିଲା। ଏଥିରୁ ଗୋଟିଏ କଥା ତ ସ୍ପଷ୍ଟ ଯେ ୟୁଙ୍ଗ ନିଜେ ବି ଜାଣିଥିଲେ ଏହି ପୁସ୍ତକରେ ଲୁଚି ରହିଥିବା ନଗ୍ନ ସତ୍ୟକୁ ଗ୍ରହଣ କରିବା ସାଧାରଣ ଲୋକଙ୍କ ପକ୍ଷେ ଏତେ ସହଜ ନୁହେଁ। ବର୍ତ୍ତମାନ ଆମେ ପହଞ୍ଚିଗଲ ଦ୍ୱିତୀୟ ବିଭାଗରେ। ବିଭାଗ 2, ହ୍ୱିସ୍ପର୍ସ ଅଫ୍ ଦି ସବକନସିୟସ୍ ବା ଅବଚେତନ ମନର ଫୁସ୍ଫୁସ୍ ଶବ୍ଦ। ଦେଖନ୍ତୁ, ଆମର ଚେତନ ମନ ଆଉ ଅବଚେତନ ମନ ଭିତରେ ଗୋଟେ ବହୁତ ବଡ଼ ଫରକ ଅଛି। ଆମ ଚେତନ ମନ କ'ଣ ଚାହେଁ? ଏହା ଚାହେଁ ସମାଜରେ ଖାପ ଖୁଆଇ ଚଳିବାକୁ, ଗୋଟେ ଶୃଙ୍ଖଳିତ ଆଉ ନିୟନ୍ତ୍ରିତ ଜୀବନ, ଯେମିତିକି ଲୋକେ ଆମକୁ ଭଲ କହିବେ। ହେଲେ ଆମ ଅବଚେତନ ମନ, ତାକୁ ଏହି ସବୁ ସାମାଜିକ ନାଟକ ସହ କିଛି ଫରକ ପଡ଼େ ନାହିଁ। ଏହା କେବଳ ନଗ୍ନ ଆଉ କଠୋର ସତ୍ୟ ଖୋଜେ, ତାହା ଦୈନନ୍ଦିନ ଜୀବନ ପାଇଁ ଯେତେ ଅସୁବିଧାଜନକ ହେଉ ପଛେ। ଯଦି ଆମେ ସମାଜରେ ଗୋଟେ ସୁନ୍ଦର ମୁଖା ପିନ୍ଧିବା ଚକ୍କରରେ ନିଜ ଭିତରର ସ୍ୱରକୁ ବାରମ୍ବାର ଚାପିଦେବା, ତେବେ ଜୀବନଟା ଖାଲି ଗୋଟେ ଅର୍ଥହୀନ ଯନ୍ତ୍ର ଭଳି ହୋଇଯିବ। ଆଉ ଏହି ଦୁଇ ବିପରୀତ ଶକ୍ତି ଭିତରେ ଥିବା ଟଣାଓଟରା ହିଁ ଆମ ଭିତରେ ଅବସାଦ ସୃଷ୍ଟି କରେ। ଆମେ ପ୍ରାୟତଃ ଅନୁଭବ କରିଥିବା ଯେ ଏକା ଥିଲାବେଳେ ମନ ଭିତରେ କିଛି ଅଜବ ଶବ୍ଦ ଶୁଭେ କିମ୍ବା ବାରମ୍ବାର କିଛି ଖରାପ ସ୍ୱପ୍ନ ଆସେ, ଏମିତିକି ବିନା କାରଣର ହଠାତ୍ ରାଗ ବା କାନ୍ଦ ମାଡ଼େ। ସମାଜ ଏହାକୁ ତୁରନ୍ତ ପାଗଳାମୀ ବୋଲି ନାଁ ଦେଇଦିଏ, କିନ୍ତୁ ପ୍ରକୃତରେ ସେମିତି କିଛି ନୁହେଁ। ଏହା ହେଉଛି ଆମର ଅବଚେତନ ମନର କଥାବାର୍ତ୍ତା କରିବାର ଏକ ପ୍ରାକୃତିକ ଶୈଳୀ। ଆମେ ଜାଣିଶୁଣି ଦବାଇ ରଖିଥିବା ଆବେଗ ଆଉ ଇଚ୍ଛାଗୁଡ଼ିକ ବିଭିନ୍ନ ପ୍ରତୀକ ମାଧ୍ୟମରେ ଆମ ସହ କଥା ହେବାକୁ ଚେଷ୍ଟା କରନ୍ତି।
ୟୁଙ୍ଗ ଏହି ଶବ୍ଦଗୁଡ଼ିକୁ ଭୟ କରି ଔଷଧ ଖାଇ ଦବାଇବା ପରିବର୍ତ୍ତେ ଶାନ୍ତ ଚିତ୍ତରେ ତାହାକୁ ଶୁଣିବାକୁ ଏବଂ ଲିପିବଦ୍ଧ କରିବାକୁ ଚେଷ୍ଟା କରିଥିଲେ। ଏବେ ଆସନ୍ତୁ ଦେଖିବା ତୃତୀୟ ବିଭାଗ 3 ମିଟିଂ ଦି ସ୍ୟାଡୋ ବା ଛାୟା ବ୍ୟକ୍ତିତ୍ୱର ସାମ୍ନା। ଗଭୀର ମନୋବିଜ୍ଞାନର ଏହି ସ୍ୟାଡୋ ବା ଛାୟା ବ୍ୟକ୍ତିତ୍ୱ ପ୍ରକୃତରେ କ'ଣ? ଡରିବାର କିଛି ନାହିଁ। ଏହା କୌଣସି ବାହାରର ଭୂତ ବା ରାକ୍ଷସ ନୁହେଁ। ପିଲାଦିନରୁ ସମାଜ ଆଉ ପରିବାର ସହ ଖାପ ଖୁଆଇବା ପାଇଁ ଆମେ ଆମର ବହୁତ ଭାବନା ଏବଂ ଇଚ୍ଛାକୁ ଖରାପ ବୋଲି ମାନି ନେଇ ଦବାଇ ଦେଉ। ସେହି ଦବାଯାଇଥିବା ଗୁଣଗୁଡ଼ିକର ଏକ ଅଦୃଶ୍ୟ ସମାହାର ହିଁ ହେଉଛି ଆମର ସ୍ୟାଡୋ। ହେଲେ ଗୋଟେ ଖାସ୍ କଥା ମନେ ରଖିବା ନିହାତି ଜରୁରୀ। ଏହି ସ୍ୟାଡୋ ଭିତରେ ଖାଲି କ୍ରୋଧ, ହିଂସା ବା ଲୋଭ ନଥାଏ। ଏଥିରେ ଆମର ଲୁଚି ରହିଥିବା ଅସୀମ ସୃଜନଶୀଳତା ଆଉ ବାଲ୍ୟକାଳର ଉତ୍ସାହ ବି ବନ୍ଦୀ ହୋଇ ରହିଥାଏ, ଯାହାକୁ ଆମେ ବଡ଼ ହେବା ପ୍ରକ୍ରିୟାରେ କେଉଁଠି ହଜେଇ ଦେଇଛୁ। ମନୋବିଜ୍ଞାନର ଏହି ଆବିଷ୍କାରଟି ଶୁଣିଲେ ବହୁତ ଚକିତ ଲାଗିବ। ଆମେ ଦୈନନ୍ଦିନ ଜୀବନରେ ଅନ୍ୟମାନଙ୍କ ଭିତରେ ସେହି ନିର୍ଦ୍ଦିଷ୍ଟ ଗୁଣଗୁଡ଼ିକୁ ସବୁଠାରୁ ବେଶୀ ଘୃଣା କରୁ, ଯାହା ପ୍ରକୃତରେ ଆମ ନିଜ ସ୍ୟାଡୋ ଭିତରେ ଗଭୀର ଭାବରେ ଲୁଚି ରହିଥାଏ। ଉଦାହରଣ ସ୍ୱରୂପ, ଯେଉଁ ଲୋକ ନିଜକୁ ବହୁତ ଶାନ୍ତ ଆଉ ଶୃଙ୍ଖଳିତ ବୋଲି ଦେଖାଏ, ସେ ପ୍ରାୟତଃ ମୁକ୍ତ ଭାବରେ ଆଉ ଉଚ୍ଚ ସ୍ୱରରେ କଥା କହୁଥିବା ଲୋକଙ୍କୁ ଜମାରୁ ପସନ୍ଦ କରେନି। କାହିଁକି ଜାଣନ୍ତି? କାରଣ ତା ନିଜ ଭିତରେ ଥିବା ସେହି ମୁକ୍ତ ହେବାର ଦବାୟାଯାଇଥିବା ଇଚ୍ଛାଟି ଅନ୍ୟମାନଙ୍କଠାରେ ପ୍ରତିଫଳିତ ହେଉଛି। ଏହାକୁ ପ୍ରୋଜେକ୍ସନ୍ ବା ପ୍ରକ୍ଷେପଣ ବୋଲି କୁହାଯାଏ। ମଣିଷ ନିଜ ଅନ୍ଧକାରକୁ ସାମ୍ନା କରିବାର ସାହସ ନ ରଖି ନିଜ ଦୋଷ ଅନ୍ୟ ଉପରେ ଲଦି ଦିଏ। ଏବେ ଆଲୋଚନା କରିବା ଚତୁର୍ଥ ବିଭାଗ 4 ଡେଥ୍ ଅଫ୍ ଦି ଇଗୋ ବା ଅହଙ୍କାରର ମୃତ୍ୟୁ। ଏଠାରେ ଇଗୋ ବା ଅହଙ୍କାରର ପ୍ରକୃତ ଅର୍ଥ ବୁଝିବା ନିହାତି ଆବଶ୍ୟକ। ସାଧାରଣତଃ ଇଗୋ କହିଲେ ଆମେ ଖାଲି ଗର୍ବ ବା ଉଦ୍ଧତପଣିଆକୁ ବୁଝୁ, କିନ୍ତୁ ଏଠାରେ କଥାଟି ଭିନ୍ନ। ଗଭୀର ମନୋବିଜ୍ଞାନରେ ଏହା ହେଉଛି ଆମ ପରିଚୟର ଗୋଟେ ଛୋଟ ଭଙ୍ଗୁର ଢାଞ୍ଚା। ଯେମିତିକି ମୁଁ ଜଣେ ସଫଳ ବ୍ୟକ୍ତି, ବା ମୁଁ ବହୁତ ଦୟାଳୁ, କିମ୍ବା ମୁଁ ଜଣେ ଦୁଃଖୀ ମଣିଷ। ଏଇଭଳି କିଛି ପରିଚିତ କାହାଣୀ ଉପରେ ଆମର ପୁରା ଦୈନନ୍ଦିନ ଜୀବନ ଆଧାରିତ ଥାଏ। ଯେତେବେଳେ ଭିତରର କଠୋର ସତ୍ୟ ଆସି ଏହି ମିଥ୍ୟା ପରିଚୟ ସହ ପିଟି ହୁଏ ଆଉ ଏହି ଇଗୋ ଭାଙ୍ଗିଯାଏ, ସତ କହୁଛି, ସେତେବେଳେ ଏହା ବାସ୍ତବିକ ମୃତ୍ୟୁ ଭଳି ହିଁ ଅତ୍ୟନ୍ତ ଭୟଙ୍କର ଆଉ କଷ୍ଟଦାୟକ ଲାଗେ। କାରଣ ସେହି ମୁହୂର୍ତ୍ତରେ ମୁଁ ପ୍ରକୃତରେ କିଏ ତାହାର ସମ୍ପୂର୍ଣ୍ଣ ମୂଳଦୁଆଟି ହିଁ ଧ୍ୱଂସ ହୋଇଯାଏ। ଏହି ଆଭ୍ୟନ୍ତରୀଣ ଶୂନ୍ୟତାକୁ ସାମ୍ନା କରିବାର 3ଟି ମୁଖ୍ୟ ପର୍ଯ୍ୟାୟ ଅଛି। ପ୍ରଥମେ ଆସେ ଅସମ୍ଭାଳ ଭୟ। ଆମକୁ ଲାଗେ ଯେମିତି ଆମ ଜୀବନ ଆଉ ଭାବନା ଉପରେ ଥିବା ନିୟନ୍ତ୍ରଣ ଆମ ହାତରୁ ଖସିଯାଉଛି। ତାପରେ ଆସେ ଭ୍ରମ ବା ଇଲ୍ୟୁଜନ୍। ଏହି ସମୟରେ ଆମ ମନ ଏହି ଯନ୍ତ୍ରଣାଦାୟକ ସତ୍ୟରୁ ବର୍ତ୍ତିବା ପାଇଁ ଅନେକ ପ୍ରକାରର ଯୁକ୍ତିଯୁକ୍ତ ବାହାନା ତିଆରି କରେ, ଯେମିତିକି ଅନ୍ୟକୁ ଦୋଷ ଦେବା ବା ପରିସ୍ଥିତିକୁ ଖରାପ କହିବା। ଆଉ ଶେଷରେ ଆସେ ଗ୍ରହଣଶୀଳତା ବା ଆକ୍ସେପ୍ଟାନ୍ସ। ଏଠାରେ ବ୍ୟକ୍ତି ନିଜର ଅସହାୟତାକୁ ଆଉ ସେହି ଅଜ୍ଞାତ ଅନ୍ଧକାରକୁ ସମ୍ପୂର୍ଣ୍ଣ ଭାବରେ ସ୍ୱୀକାର କରିନିଏ। ମନ କେମିତି ନିଜକୁ ପୁରୁଣା ମିଥ୍ୟା ପରିଚୟରେ ବାନ୍ଧି ରଖିବାକୁ ସଂଘର୍ଷ କରେ, ତାହା ଏଠାରୁ ବେଶ୍ ସ୍ପଷ୍ଟ ହୋଇଯାଏ। ଏହି ବାକ୍ୟଟି ଉପରେ ଟିକେ ଧ୍ୟାନ ଦିଅନ୍ତୁ। ମନକୁ ଗୋଟିଏ ତାସ ଜମି ବା କ୍ଷେତ୍ର ସହ ତୁଳନା କରାଯାଇଛି। ନୂତନ ବୁଝାମଣା ଏବଂ ଜ୍ଞାନର ମଞ୍ଜି ବୁଣିବା ପୂର୍ବରୁ ଏହି କ୍ଷେତ୍ରକୁ ଅତ୍ୟନ୍ତ କଠୋର ଏବଂ ହିଂସ୍ର ଭାବରେ ହଳ କରାଯିବା ନିହାତି ଦରକାର। ଯେମିତି ହଳ ନ କଲେ ମାଟି ତଳୁ ଉର୍ବରତା ଆସେନି, ଠିକ୍ ସେମିତି ଏକ ସମ୍ପୂର୍ଣ୍ଣ ମାନସିକ ବିପର୍ଯ୍ୟୟ ବା ଆମ ପୁରୁଣା ବିଶ୍ୱାସର ସମ୍ପୂର୍ଣ୍ଣ ବିନାଶ ହିଁ କୌଣସି ପ୍ରକୃତ ମାନସିକ ପୁନର୍ଜନ୍ମ ପାଇଁ ଅପରିହାର୍ଯ୍ୟ। ସହଜ କଥାରେ କହିଲେ, ନିଜର ପୁରୁଣା ପରିଚୟକୁ ନ ମାରିଲେ ମଣିଷ ନୂଆ ହୋଇ କେବେ ବି ସତ୍ୟର ପଥରେ ଜନ୍ମ ନେଇପାରିବେ ନାହିଁ। ଏହା ଏକ ଯନ୍ତ୍ରଣାଦାୟକ କିନ୍ତୁ ଅତି ଜରୁରୀ ପ୍ରକ୍ରିୟା। ମଣିଷ ଭିତରେ ଇଗୋ ଆଉ ଆତ୍ମା ମଧ୍ୟରେ ସବୁବେଳେ ଗୋଟେ କ୍ଲାନ୍ତିକର ଟଣାଓଟରା ଚାଲିଥାଏ। ଆମର ଇଗୋ ସବୁବେଳେ କଠୋର ସୀମାରେଖା, ନିରାପତ୍ତା ଆଉ ଗୋଟେ ସ୍ଥିର ପରିଚୟ ଦାବି କରେ। ସେ ଖାଲି ଭୟ କରେ ଯେ ଲୋକେ କ'ଣ କହିବେ କିମ୍ବା ସମ୍ମାନ ଚାଲିଯିବ। ଅନ୍ୟପକ୍ଷରେ ଆମର ପ୍ରକୃତ ସ୍ୱରୂପ ବା ଆତ୍ମା କେବଳ ଶୁଦ୍ଧ ଅନୁଭବ, ପ୍ରବାହ ଆଉ କୌଣସି ମୁଖା ନ ପିନ୍ଧି ବଞ୍ଚିବାକୁ ଇଚ୍ଛା କରେ। ଗୋଟିଏ ପଟେ ଏକ ସୁରକ୍ଷିତ ପରିଚୟ ବଞ୍ଚେଇ ରଖିବାର ପ୍ରୟାସ, ଆଉ ଅନ୍ୟପଟେ ଜୀବନକୁ ପୂରା ନଗ୍ନତାରେ ଏବଂ ସ୍ୱାଧୀନତାରେ ଅନୁଭବ କରିବାର ଆବଶ୍ୟକତା। ଏହି ଦୁଇଟି ଭିତରେ ଥିବା ଘର୍ଷଣ ହିଁ ଆମକୁ ମାନସିକ ସ୍ତରରେ ଦୁର୍ବଳ କରି ପକାଏ।
ବର୍ତ୍ତମାନ ଆମେ ପହଞ୍ଚି ଯାଇଛି ଶେଷ ପର୍ଯ୍ୟାୟରେ ବିଭାଗ 5 ଦ ଅଲ୍ଟିମେଟ୍ କନଫ୍ରଣ୍ଟେସନ୍ ବା ଶେଷ ମୁକାବିଲା। ଆମେ ଆମର ବୁଦ୍ଧିମତ୍ତାକୁ ବା ଇଣ୍ଟେଲେକ୍ଟକୁ କେତେ ଚତୁରତାର ସହ ଏକ ଢାଲ ଭଳି ଅପବ୍ୟବହାର କରୁ କେବେ ଲକ୍ଷ୍ୟ କରିଛନ୍ତି? ମଣିଷ ପ୍ରାୟତଃ ନିଜର ଦୋଷ ଦୁର୍ବଳତାକୁ ଖୋଜି ବାହାର କରି ସୁଧାରିବା ପରିବର୍ତ୍ତେ ବୁଦ୍ଧି ଲଗାଇ ସେ ସବୁକୁ ଲୁଚାଇ ଦିଏ। ଆମେ ନିଜର ଭୀରୁତା ବା ଖରାପ ନିଷ୍ପତ୍ତିକୁ ଠିକ୍ ପ୍ରମାଣିତ କରିବା ପାଇଁ ବଡ଼ ବଡ଼ ଯୁକ୍ତି ବାହାର କରୁ। କାର୍ଲ ୟୁଙ୍ଗଙ୍କ ଭଳି ଏତେ ବଡ଼ ଜ୍ଞାନୀ ବ୍ୟକ୍ତି ବି ଏହି ପର୍ଯ୍ୟାୟରେ ନିଜକୁ ପ୍ରଶ୍ନ କରିଥିଲେ ଯେ ସେ ତାଙ୍କର ବିଶାଳ ଜ୍ଞାନକୁ କେବଳ ନିଜ ଅନ୍ଧକାରରୁ ବର୍ତ୍ତିବା ପାଇଁ ତ ବ୍ୟବହାର କରୁନାହାନ୍ତି। ଭାବନ୍ତୁ ତ ଏହା କେତେ କଠୋର ଆତ୍ମସମୀକ୍ଷା ଥିଲା। ତେବେ ଏହି ସମ୍ପୂର୍ଣ୍ଣ ମାନସିକ ଅନ୍ୱେଷଣର ନିର୍ଯାସ କ'ଣ? ପ୍ରକୃତ କଥା ହେଲା ମନକୁ ବୁଝିବାର ଏହି ଯାତ୍ରା କେବେ ବି ସରେ ନାହିଁ। ଏହା ଏକ ନିରନ୍ତର ଚାଲୁଥିବା ଅନୁଶାସନ। ଏହା ଆମକୁ କୌଣସି ସ୍ଥାୟୀ ସୁଖ ବା ଚିରସ୍ଥାୟୀ ଆନନ୍ଦ ପ୍ରଦାନ କରେ ନାହିଁ ସତ, ବରଂ ଜୀବନକୁ ଆଉ ନିଜକୁ ଦେଖିବାର ଏକ ନିର୍ମଳ ଭ୍ରମମୁକ୍ତ ସ୍ପଷ୍ଟତା ପ୍ରଦାନ କରେ। ଏହି ଯାତ୍ରାରେ ଆଗକୁ ବଢ଼ିବାକୁ ହେଲେ ଆମକୁ ସବୁ ବୌଦ୍ଧିକ ବାହାନା ଛାଡ଼ିବାକୁ ହିଁ ପଡ଼ିବ। ଆଉ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏକାନ୍ତ ବା ନିଃସଙ୍ଗତା ହିଁ ଆଗକୁ ବଢ଼ିବାର ଏକମାତ୍ର ପଥ। କାରଣ ଭିଡ଼ ଭିତରେ ଥାଇ କେବେ ବି ନିଜର ପ୍ରକୃତ ସ୍ୱର ଶୁଣି ହୁଏ ନାହିଁ। ଶେଷରେ ଏକ ବହୁତ ଗଭୀର ଆଉ ଉତ୍ତେଜକ ପ୍ରଶ୍ନ ଆମ ସମସ୍ତଙ୍କ ସାମ୍ନାରେ ରହୁଛି। କ'ଣ ଆମର ପ୍ରକୃତିରେ ସେହି ସାହସ ଅଛି ଯେଉଁଥିରେ ଆମେ ଦୁନିଆର ସମସ୍ତ କୋଳାହଳରୁ ଦୂରେଇ ସମ୍ପୂର୍ଣ୍ଣ ନୀରବତାରେ ବସି ନିଜ ମନର କଥା ଶୁଣିପାରିବା? ବାହାର ଦୁନିଆରେ ସଫଳତା ପାଇବା ହୁଏତ ବହୁତ ସହଜ, କିନ୍ତୁ ନିଜ ମନର ଅନ୍ଧକାର ଗୁମ୍ଫା ଭିତରକୁ ଚାହିଁ ତାର ସାମ୍ନା କରିବା ହିଁ ପ୍ରକୃତ ସାହସର ପରିଚୟ ଦିଏ। ଯିଏ ଏହି ନୀରବତାକୁ ଶୁଣିବାକୁ ପ୍ରସ୍ତୁତ, କେବଳ ସେ ହିଁ ନିଜ ପ୍ରକୃତ ସ୍ୱରୂପକୁ ଚିହ୍ନିପାରିବ। ଏହି ଗଭୀର ବିଶ୍ଳେଷଣରେ ଏତେ ସମୟ ଧରି ଆମ ସହ ସାମିଲ ହୋଇଥିବାରୁ ଅଶେଷ ଧନ୍ୟବାଦ।